ଜୟ ଶ୍ରୀ ଜଗନ୍ନାଥ ଭାଇ ମାନେ ସର୍ବପ୍ରଥମେ ଗୁରୁଦେବ ଗଣପତି ଏବଂ ଜଗଦମ୍ବାଙ୍କୁ ପ୍ରଣାମ କରି ଆଜି ଆମେ ଆମର ଆଷ୍ଟ୍ରୋସେସନ କ୍ରମରେ ନକ୍ଷତ୍ର ସିରିଜ ଯୋଉଟା କରୁଥିଲେ ସେଇ ସିରିଜ ବିଷୟରେ ଆମେ ଆଜି ଅ, ଚାଲିବା ଆଗକୁ ବଢେଇବା। ସେ ନକ୍ଷତ୍ର କ୍ରମରେ ଆମେ ଉତ୍ତରାଷାଢା ନକ୍ଷତ୍ର ପର୍ଯ୍ୟନ୍ତ କମ୍ପ୍ଲିଟ କରିଦେଇଥିଲେ। ଆଜି ଆମେ ଶ୍ରବଣା ନକ୍ଷତ୍ରର ବିଷୟରେ ମାନେ ଆଜି ଆଲୋଚନା କରିବା। ତ ଶ୍ରବଣା ନକ୍ଷତ୍ର ଆଲୋଚନା କରିବା ପୂର୍ବରୁ ସବୁବେଳେ ମୁଁ ଗୋଟେ କଥା କହି ରଖେ ଯେ ନକ୍ଷତ୍ର ହଉଛି ରୁଟ, ଜଡ଼। ଯୋଉ ଗଛର ରୁଟ ଯେତେ ଷ୍ଟ୍ରଙ୍ଗ ସେ ଗଛ ସେତେ ଭଲ ବଢେ। ଆପଣଙ୍କ କୁଣ୍ଡଳୀରେ ଯେକୌଣସି ଗ୍ରହ ଯୋଉ ଭାବରେ ବସିଥାଉ ସିଏ ଗୋଟେ ନକ୍ଷତ୍ରରେ ହିଁ ବସିଥାଏ। ନକ୍ଷତ୍ରରେ ବସିକି ସେ କିଭଳି ଭାବରେ ଆକ୍ଟ କରିବ ତାର ଗୋଟେ ଛୋଟ ଏକ୍ଜାମ୍ପଲ ମୁଁ ଦଉଛି। ଧର ଚିତ୍ରା ନକ୍ଷତ୍ରରେ କାହାର ଶୁକ୍ର ଦେବ ବସିଛନ୍ତି। ଚିତ୍ରା ନକ୍ଷତ୍ର ଆସୁଛି ମଙ୍ଗଳ ଦେବଙ୍କ ଅଣ୍ଡରରେ। ଯଦି କାହାର ମଙ୍ଗଳର ମହାଦଶା ଚାଲିଲା, ଯେତେବେଳେ ମହାଦଶା ରିଡିଂ କରିବ ସେତେବେଳେ ଦେଖିବ ଯୋଉ ମହାଦଶା ଚାଲିଛି ସେଇ ମହାଦଶାର ପ୍ଲାନେଟ ଯୋଉ ନକ୍ଷତ୍ର ମାନଙ୍କୁ ରୁଲ କରୁଛି ସେଇ ନକ୍ଷତ୍ର ଗୁଡାକ ଆକ୍ଟିଭେଟ ବାଇ ଡିଫଲ୍ଟ ଅଛନ୍ତି। ଯଦି ଅନ୍ୟ କୌଣସି ବି ଗ୍ରହ ସେ ନକ୍ଷତ୍ରରେ ବସୁଛନ୍ତି ତାହେଲେ ସେ ହାଉସ ବି ଅଟୋମେଟିକାଲି ବାଇ ଡିଫଲ୍ଟ ଆକ୍ଟିଭେଟ ଅଛି। ଆପଣ ମାନେ ଏଇଟା ଯଦି ଦେଖିବେ, ମୁଁ ଆପଣଙ୍କୁ ଗୋଟେ ଛୋଟ ନିଜସ୍ୱ ଏକ୍ସପିରିଏନ୍ସ କହୁଛି 2 ଦିନ ତଳର। ଗୋଟେ ପିଲାର ରାହୁ ମହାଦଶା ଚାଲିଛି, ତାର କୁଣ୍ଡଳୀ ଆସିଥିଲା। ମୁଁ ନାଁ ନେବିନି, ମୁଁ ଖାଲି କହିବି ଇନସିଡେଣ୍ଟ ଟା କଣ ହେଇଥିଲା। ଗୋଟେ ରାୟଟ ହେଇଥିଲା। ସେ ରାୟଟ ତାକୁ ଠିକ 2-4 ଦିନ ପୂର୍ବରୁ ପୁଲିସ ଉଠେଇକି ନେଇଯାଇଛନ୍ତି। ତ ଭେରିଫିକେସନ ପାଇଁ ଆସିଥିଲା କି ରାହୁ ମହାଦଶାରେ କାହିଁକି ତାର ଏମିତି ହେଲା। ରାହୁ ତ 10th ହାଉସରେ ବସିଛନ୍ତି, ଭଲ ରେଜଲ୍ଟ ଦବା କଥା, କାହିଁକି ଏମିତି ହେଲା। ଠିକ ଅଛି। ରାହୁ ଯୋଉଠି ବସିଛନ୍ତି, ଯୋଉ ନକ୍ଷତ୍ରରେ ବସିଛନ୍ତି ସେ ହଉଛି ଶନିଙ୍କ ନକ୍ଷତ୍ର। ରାହୁ ଯୋଉ ନକ୍ଷତ୍ରରେ ବସନ୍ତି ସେ ହଉଛି ଶନିଙ୍କ ନକ୍ଷତ୍ର। ଶନିଙ୍କର ଟ୍ରାନଜିଟ ଯୋଉ ଦିନ ହେଲା, ଯୋଉ 29/3 ଶନି ଈଶ୍ୱର ମହାରାଜଙ୍କର ରାତି 9:40 ବା 10:30 ଯୋଉ ଟ୍ରାନଜିଟ ହେଲା, ତାର ଇମ୍ପାକ୍ଟ ରେ ସେ ପିଲା ହାଜତ ଭିତରକୁ ପଳେଇଲା। ତ ଏଇଟା ଥିଲା। ମୁଁ ଆଉ କୌଣସି ଦଶା ରିଡିଂ କରିକି କୌଣସି ଜିନିଷ ରିଡିଂ କରିକି ଆମେ ଜାଣିପାରିଲୁନୁ ଯେ କନଫର୍ମେସନ ପାଇଲୁନୁ ଯେ ଆକ୍ଚୁଆଲି ତା ସହିତ ହେଲା କଣ ପାଇଁ। ଯେତେବେଳେ ପୁରା ନକ୍ଷତ୍ର ରୁଟ କୁ ଯାଇ ଚେକ୍ କଲୁ କି ମହାଦେଶ ଯେତେବେଳେ ଆକ୍ଟିଭେଟ ଥାଏ ସେତେବେଳେ ତାର ରେସ୍ପେକ୍ଟିଭ ପ୍ଲାନେଟ ବି ଆକ୍ଟିଭେଟ ଥାଏ। ଧର ସେଇ ପୁଣି ପ୍ରିଭିୟସ ଏକ୍ସାମ୍ପଲକୁ ମୁଁ ପଳେଇ ଆସିବି। ଧର କାହାର ମଙ୍ଗଳ ମହାଦଶା ଚାଲିଛି, ମଙ୍ଗଳ ଯୋଉ ଯୋଉ ନକ୍ଷତ୍ରର ଅଧିପତି ସେଇ ନକ୍ଷତ୍ରରେ ଯଦି କୌଣସି ଗ୍ରହ ମାନେ ବସିଛନ୍ତି ତାହେଲେ ସେ ଗ୍ରହ ବି ଆକ୍ଟିଭେଟ ଅଛନ୍ତି। ଯଦି ଶୁକ୍ର ମହାଦଶା ଚାଲିଛି, ଶୁକ୍ର ଚିତ୍ରା ନକ୍ଷତ୍ରରେ ବସିଛନ୍ତି, ତାହେଲେ ମଙ୍ଗଳ ମହାଗ୍ରହ ବି ଆକ୍ଟିଭେଟ ଅଛନ୍ତି କୁଣ୍ଡଳୀରେ। ଏ ଦିଟା ଜିନିଷ ଆପଣ ମାନେ ମୁଣ୍ଡରେ ବସେଇଥାନ୍ତି। ତେଣୁ ମହାଦଶା ଦେଖି ଦେଖି ସାଙ୍ଗେ ସାଙ୍ଗେ କୁସ୍କିନି କିଛି ଗୋଟେ କହିଦେବେ ନା ତୋର ତ ଇଏ ଚାଲିଥିବ, ଜମା ଏଇଆ କହିବେ। ଆଗ ଚେକ୍ କରନ୍ତୁ ମହାଦଶାର ପ୍ଲାନେଟ କୋଉ ନକ୍ଷତ୍ରରେ ବସିଛି। ସେ ନକ୍ଷତ୍ର ତମ ଜନ୍ମ ନକ୍ଷତ୍ରର ସାଙ୍ଗ ସାଥୀ କି ମିତ୍ର ଅଧିମିତ୍ର କି ଜନ୍ମ ଜନ୍ମ ନକ୍ଷତ୍ର, ଏଇ ସବୁ ଗୁଡା ଚେକ୍ କରିକି ତାପରେ କିଛି ଗୋଟେ ମତବାଦ ଦିଅନ୍ତୁ। ଏଇଥିପାଇଁ ମୁଁ ଏଇ ନକ୍ଷତ୍ର ସିରିଜ ଗୁଡାକୁ ଡେସ୍କ୍ରିପସନ ଗୁଡାକ ବାରମ୍ବାର କହୁଛି, ବାରମ୍ବାର ଆପଣଙ୍କୁ ବୁଝିବାକୁ ଚେଷ୍ଟା କରୁଛି। ଠିକ ଅଛି। ତ ଆଜି ଆମେ ପଢୁଛେ ଶ୍ରବଣା ନକ୍ଷତ୍ର। ଶ୍ରବଣା ନକ୍ଷତ୍ର ର ଯୋଉ ଦେବତା ହଉଛନ୍ତି ଭଗବାନ ବିଷ୍ଣୁ ନିଜେ। ଠିକ ଅଛି। ଆପଣ ମାନେ ଜାଣିଥିବେ, ଆମେ ଗୋଟେ ଥର ଯେତେବେଳେ ନକ୍ଷତ୍ର ସିରିଜ କରୁଥିଲୁ ସେତେବେଳେ ମୁଁ ଆପଣ ମାନଙ୍କୁ କହିଥିଲି ଯେ ଭାଇମାନେ ଅଭିଜିତ ନକ୍ଷତ୍ର ବି ଆମେ ପଢିବା। ଏଇ ଶ୍ରବଣା ନକ୍ଷତ୍ର ଆଉ ଧନିଷ୍ଠା ନକ୍ଷତ୍ର ଭିତରେ ଅଭିଜିତ ନକ୍ଷତ୍ରକୁ ଲୁଚେଇ ଦେଇଛନ୍ତି ଭଗବାନ କୃଷ୍ଣ। ତେଣୁ ଏ ନକ୍ଷତ୍ର ଭେରି ଭେରି ଭାଇଟାଲ। ଯାହାର ଶ୍ରବଣା ନକ୍ଷତ୍ରର ଶେଷ ପାଦ ଥିବ, ହୁଏତ ତା ଜୀବନରେ କୌଣସି ପ୍ରୋବ୍ଲେମ କି ଗୋଟେ ଲିଡର ହେଇଥିବ। ମୁଁ ଏମିତି ବାଇ ଡିଫଲ୍ଟ ଲେଖିକିନା ଦେଇଦେବି। ଶ୍ରବଣ ନକ୍ଷତ୍ରର ଶେଷ ପାଦ କୁ ଯୋଉ ପ୍ରତ୍ୟେକ ନକ୍ଷତ୍ର 4 ପାଦ, ଶ୍ରବଣ ନକ୍ଷତ୍ର ଶେଷ ପାଦ ଆଡକୁ ଯଦି କୌଣସି ଥିବ, ମୁଁ ବାଇ ଡିଫଲ୍ଟ ଲେଖିକି ଦେଇଦେବି
ସେ ତା ମୁନ ଉପରେ ଯେମିତି ବି ପ୍ରଭାବ ଥାଉ, ସେ ଗୋଟେ ଲିଡର ହେଇଥିବ। ସେ ଗୋଟେ ଲିଡର ହେଇଥିବ, ସେ ଲିଡ୍ କରୁଥିବ, ନହେଲେ କିଛି ଗୋଟେ ମାନେ ଏମିତି ହଟକେ ଥିବ ଯେ କି ଇଜିଲି ନୋଟିସେବଲ ଟୁ ଏଭ୍ରିୱାନ୍। ଠିକ ଅଛି ନା? ଏଇଟା ଆପଣ ମନେ ରଖିଥାନ୍ତୁ। ସର୍ବଣା ନକ୍ଷତ୍ର ଯେତେବେଳେ ଚେକ୍ କରିବେ, ଏଟା ହେଲା ବହୁତ ଭାଇଟାଲ ନକ୍ଷତ୍ର। ଆପଣ ଚେକ୍ କରନ୍ତୁ, ତାର ପଦ ଚେକ୍ କରନ୍ତୁ, ତାର ଡିଟେଲ୍ସ ଗୁଡାକୁ ଚେକ୍ କରନ୍ତୁ। ୟାର ସିମ୍ବଲ କଣ ନା ଫୁଟ ଷ୍ଟେପ, ଫୁଟ ପ୍ରିଣ୍ଟ। ୟାକୁ କୋଉ ପ୍ଲାନେଟ ରୁଲ କରନ୍ତି ନା ଚନ୍ଦ୍ର, ଯିଏ ସଂସାରର ସମସ୍ତ ମନର କାରକ, ଜୁଆରର କାରକ, ମାତାର କାରକ, ସମସ୍ତ ସୁଖ ସମ୍ପଦର କାରକ, ସ୍ତ୍ରୀର କାରକ, ମିଠାର କାରକ, ଭଲ ଡ୍ରେସ ର କାରକ, ଆଉ ସବୁଠୁ ଡେଡଲିଏଷ୍ଟ ପ୍ଲାନେଟ ମୁଁ ଚନ୍ଦ୍ରଙ୍କୁ ମାନେ। କାରଣ ଯାହାର ମନ ଠିକ ଅଛି ତା ପାଇଁ ସଂସାର ଠିକ ଅଛି, ଯାହାର ମନ ଠିକ ନାହିଁ ତା ପାଇଁ ସଂସାର ଠିକ ନାହିଁ। ଆଉ ଚନ୍ଦ୍ର ମହାଗ୍ରହଙ୍କର ପାୱାର ଏତେ ଅଛି ଯେ ତମ ମନକୁ ସେ ବିଗାଡିକି ବି ଥୋଇପାରିବ, ତମ ମନକୁ ସଜାଡିକି ବି ଥୋଇପାରିବେ। ଦ ଫାଷ୍ଟେଷ୍ଟ ମୁଭିଂ ପ୍ଲାନେଟ। ଧର୍ମ ଅର୍ଥ କାମ ମୋକ୍ଷ ଯୋଉ ଚତୁର୍ବର୍ଗ ପୁରୁଷାର୍ଥ ଅଛି, ଅର୍ଥ ପୁରୁଷାର୍ଥ ଅଣ୍ଡରରେ ଏଇ ନକ୍ଷତ୍ର ଆସେ। ଇଏ ଦେବତା ଗଣ, ଏଇ ନକ୍ଷତ୍ର ଯୋଉ ମନୁଷ୍ୟ ରାକ୍ଷସ ଦେବତା ଗଣ ଅଛି, ଇଏ ନକ୍ଷତ୍ର ଦେବତା ଗଣ ଅଣ୍ଡରରେ ଆସୁଛି। ୟାର ବର୍ଣ୍ଣ ହଉଛି ମ୍ଲେଚ୍ଛ, ଆଉଟକାଷ୍ଟ। ୟାର ନିଜସ୍ୱ ତତ୍ଵ ହଉଛି ବାୟୁ ତତ୍ଵ। ଠିକ ଅଛି ନା? ଆଉ ୟାର ତ୍ରିମୂର୍ତ୍ତିରେ ଯୋଉ ବ୍ରହ୍ମା ବିଷ୍ଣୁ ମହେଶ୍ଵର ଅଛନ୍ତି, ବ୍ରହ୍ମା ହଉଛନ୍ତି ୟାର ତ୍ରିମୂର୍ତ୍ତିକ ଦେବତା। ଇଆଡେ ନିଜେ ବିଷ୍ଣୁ ରହିଲେ ତାର ଦେବତା ହିସାବରେ, ପୁଣି ତ୍ରିମୂର୍ତ୍ତିକ ଦେବତା ହିସାବରେ ବି ବ୍ରହ୍ମା ରହିଲେ। ଏ ନକ୍ଷତ୍ରକୁ ଭାଇ ଭେରି ଭେରି ଇମ୍ପୋର୍ଟାଣ୍ଟ। ମୁଁ କହୁଛି ସର୍ବଣା ନକ୍ଷତ୍ର ଉପରେ ରିସର୍ଚ୍ଚ କର, କି କୋଉ 27ଟା ନକ୍ଷତ୍ର ଉପରେ ରିସର୍ଚ୍ଚ କର ଚାहे ନ କର, ସର୍ବଣା ନକ୍ଷତ୍ର ଉପରେ ରିସର୍ଚ୍ଚ କର। ଆଉ ଯୋଉ ଆନିମଲ ଏଇ ପ୍ଲାନେଟ କୁ ରିପ୍ରେଜେଣ୍ଟ କରୁଛି, ତା ସିଏ ହଉଛି ମାଙ୍କେଡି ବା ଫିମେଲ ମଙ୍କି। ଯୋଉ ପକ୍ଷୀ ଆକୁ ରିପ୍ରେଜେଣ୍ଟ କରୁଛି ସେ ହେଲା ସାରସ, କ୍ରେନ୍। ଆଉ ଯୋଉ ଗଛ ଆକୁ ରିପ୍ରେଜେଣ୍ଟ କରୁଛି ସେ ହଉଛି ସ୍ୱାଲୋ, ଓଟ ବା ମିଲ୍କ ୱେଡ୍। ଆପଣ ମାନେ ଏହାର ମିନିଂ ଦେଖିଦେବେ ଯାଇକି। ମୁଁ ଏଇଟା ଇଂଲିଶ ବହିରୁ କଲେକ୍ସନ କରିଛି, ତେଣୁ ମତେ ଅସୁବିଧା ହଉଛି। ଆଉ ଯୋଉ ନକ୍ଷତ୍ର, ଯଦି କିଏ ସର୍ବଣା ନକ୍ଷତ୍ରରେ ଅ, ଜନ୍ମ ହେଇଛି, ତାହେଲେ ତାର ନାଁ ର ଆଦ୍ୟ ଅକ୍ଷର ଜୁ, ଜେ, ଜୋ, ଘା ଏଇଭଳିଆ ହେବା ଦରକାର। ତ ଆଜିର ସେସନରେ ଆମେ ସର୍ବଣା ନକ୍ଷତ୍ର ବିଷୟରେ କିଛି ଅଳ୍ପ ବହୁତ ଜାଣିଲେ। ଆଜିର ସେସନ ପାଇଁ ଏତିକି। ସମସ୍ତଙ୍କୁ ଜୟ ଶ୍ରୀ ଜଗନ୍ନାଥ।